ଏବଂ ବିଭିନ୍ନ ମଣ୍ଡଳୀ ଶାଖା ମଣ୍ଡଳୀରୁ ଆସିଥିବା ପ୍ରଭୁଙ୍କ ପ୍ରିୟ ଦାସ ଦାସୀ ମାନେ କର୍ମକର୍ତ୍ତା ମାନେ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଏ। ନମସ୍କାର। ଆସନ୍ତୁ ଅଳ୍ପ ସମୟ ମାନେ ନିରବତା ରକ୍ଷା କରିବା, କାରଣ ଆମେ ଏହି ସ୍ଥାନରେ ନବଦମ୍ପତିଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଆସିଅଛୁ। କାରଣ ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ ଏଭ୍ରି ପୁସ୍ତକ ତାର 13 ଅଧ୍ୟାୟର 4 ପଦ, ବିବାହ ସମସ୍ତଙ୍କ ମଧ୍ୟରେ କ'ଣ ହଉ, ଏହା ଏକ ଆଦରଣୀୟ ବିଷୟ ଅଟେ। ଯଦି ଜଗତରେ କୌଣସି ଆଦର ମାନ ସମ୍ମାନର ବିଷୟ ଅଟେ, ତାହା କେବଳ ବିବାହ ଅଟେ। ଆଉ ଯେତେବେଳେ ଆମ୍ଭେମାନେ ଏହି ଆଦର ଏବଂ ସମାଦରର ବିଷୟରେ ଉପସ୍ଥିତ ହୋଇଅଛୁ, ସମସ୍ତେ ନିରବତା ରକ୍ଷା କରିବା। ଏହି ସ୍ଥାନରେ ଅନେକ ଯୁବତୀ ମାନେ ଅଛନ୍ତି। ପ୍ରଭୁ ବର୍ତ୍ତମାନ ସୁଦ୍ଧା ଏହା ଆପଣମାନଙ୍କ ନିମନ୍ତେ କହିନାହାନ୍ତି ଯେ ଆପଣମାନେ ଏକାକୀ ଥିବା ଭଲ ନୁହେଁ। ତେଣୁ ଯେତେ ଏହି ସ୍ଥାନରେ ଅଛନ୍ତି ସମସ୍ତେ ନିରବତା ରକ୍ଷା କରିବା, କାରଣ ପ୍ରଭୁଙ୍କ ଦୃଷ୍ଟିରେ ଏହା ଏକ ପବିତ୍ର ବିଷୟ ଅଟେ। ତେଣୁ ପରମେଶ୍ୱରଙ୍କ ବାକ୍ୟ ପ୍ରକାଶ କରେ ଯେ ଏହା ଏକ ଆଦରର ବିଷୟ ଅଟେ। କାରଣ ଆଦି ପୁସ୍ତକ ତାର 2 ପର୍ବର 18 ପଦରେ ପରମେଶ୍ୱର ଯେତେବେଳେ ଆଦମଙ୍କୁ ଦେଖିଲେ, ପରମେଶ୍ୱର କହିଲେ ଆଦମ ଅର୍ଥାତ୍ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ତାହା ନିମନ୍ତେ ଆମେ ଏକ ଅନୁରୂପ ସହକାରିଣୀ ନିର୍ମାଣ କରିବା। ଆଜି ପ୍ରିୟ ଯୁବକଙ୍କ ନିମନ୍ତେ ପରମେଶ୍ୱର ତାଙ୍କର ଯୋଜନା ସଂକଳ୍ପ ଅନୁସାରେ ନିରୂପିତ ସମୟରେ ଏକ ଉତ୍ତମ ସହକାରିଣୀ ଯୋଗାଇଲେ, ଯାହା ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ ହିତୋପଦେଶ ତାର 18 ଅଧ୍ୟାୟର 22 ପଦରେ, ଯୋଉ ବ୍ୟକ୍ତି ଭାର୍ଯ୍ୟା ପାଏ ସେ ଉତ୍ତମ ବିଷୟ ପାଏ, ପୁଣି ପ୍ରଭୁଙ୍କ ଠାରୁ କ'ଣ ପାଏ? ଅନୁଗ୍ରହ ପାଏ। ତା ମାନେ ପ୍ରଭୁ ଆଜି ଯୁବକଙ୍କୁ ଏକ ଉତ୍ତମ ବିଷୟ ପ୍ରଦାନ କରୁଅଛନ୍ତି, ତାହା ସହିତ ଆପଣାର ଅନୁଗ୍ରହ ମଧ୍ୟ ତାଙ୍କ ଜୀବନରେ ପ୍ରଦାନ କରୁଅଛନ୍ତି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଛନ୍ତି, ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ଅଛନ୍ତି। ଆମେ ସମସ୍ତେ ଜାଣୁ ଅନୁଗ୍ରହର ଅର୍ଥ, ଯାହାକୁ ଇଂରାଜୀରେ କୁହାଯାଏ ଅନମେରିଟେଡ୍ ଫେଭର, ଅର୍ଥାତ୍ ଯାହା ଜଣେ ପାଇବାର ଯୋଗ୍ୟ ନଥାଏ, ତାହାକୁ ଯେତେବେଳେ ସେ ପ୍ରାପ୍ତ ହୁଏ ତାହାକୁ ଅନୁଗ୍ରହ ବୋଲି କୁହାଯାଏ। ଆଉ ଯେତେବେଳେ ପ୍ରଭୁ ପ୍ରିୟ ଯୁବକଙ୍କ ନିମନ୍ତେ ଏକ ଉତ୍ତମ ପାତ୍ରୀ ଯୋଗାଉଅଛନ୍ତି, ତାହା ସହିତ ପ୍ରଭୁ ଆପଣାର ଅନୁଗ୍ରହ ମଧ୍ୟ ତାଙ୍କ ଜୀବନରେ ପ୍ରଦାନ କରୁଅଛନ୍ତି। ଅର୍ଥାତ୍ ଯାହା ସେ ପ୍ରଭୁଙ୍କ ଠାରୁ ପାଇବାର ଯୋଗ୍ୟ ନଥିବେ, ଏହି ସକଳ ଆଶୀର୍ବାଦ ମଧ୍ୟ ପ୍ରଭୁ ତାଙ୍କ ଜୀବନରେ ପ୍ରଦାନ କରିବେ। ତେବେ ନବଦମ୍ପତିଙ୍କ ନିମନ୍ତେ 2-3ଟି ପରାମର୍ଶ ମୁଁ ଦେଇ ସମାପ୍ତ କରିବାକୁ ଚାହେଁ। ପ୍ରଥମ ପରାମର୍ଶ ହେଲା, ବିବାହ ପରମେଶ୍ୱରଙ୍କ ଦ୍ୱାରା ସଂସ୍ଥାପିତ କରାଯାଇଥିବାରୁ ପରମେଶ୍ୱର ବିଶେଷ କରି ସ୍ତ୍ରୀ ଏବଂ ପୁରୁଷଙ୍କୁ ଏହି ପରାମର୍ଶ ଦିଅନ୍ତି ଏଫେସୀୟ ତାର 5 ଅଧ୍ୟାୟର 21 ପଦରେ, ଯେ ତୁମ୍ଭେମାନେ ପରସ୍ପର ବଶୀଭୂତ ହୁଅ, ଖ୍ରୀଷ୍ଟଙ୍କୁ ଭୟ କରି, ପରମେଶ୍ୱରଙ୍କୁ ଭୟ କରି ପରସ୍ପରର ବଶୀଭୂତ ହୁଅ। ନବଦମ୍ପତିଙ୍କ ନିମନ୍ତେ ଏହା ପ୍ରଭୁଙ୍କର ବାକ୍ୟ ଅଟେ ଯେ ପାରିବାରିକ ଜୀବନର ଭିତ୍ତିମୂଳ ଖ୍ରୀଷ୍ଟ ହେବା ଆବଶ୍ୟକ ଅଟେ। ଖ୍ରୀଷ୍ଟଙ୍କ ଭିତ୍ତିମୂଳରେ ଯେତେବେଳେ ସେମାନେ ଭୟର ସହିତ ଏକ ପରିବାର ଗଠନ କରୁଅଛନ୍ତି, ପରସ୍ପର ସେମାନେ ବଶୀଭୂତ ହେବାର ଅଛି। କାରଣ ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ ଯେ ସ୍ୱାମୀଙ୍କର ସମ୍ପୂର୍ଣ୍ଣ ଅଧିକାର ସ୍ତ୍ରୀଙ୍କ ଉପରେ ରହିଅଛି। ତେଣୁ ପ୍ରଭୁ ସ୍ୱାମୀ ମାନଙ୍କୁ ଏହି ପରାମର୍ଶ ଦେଲେ ବାକ୍ୟରେ ଯେ ତୁମେ ଆପଣା ସ୍ତ୍ରୀ ମାନଙ୍କୁ ପ୍ରେମ କର। ଯଦି ସ୍ୱାମୀଙ୍କର କୌଣସି ପ୍ରେମର ବିଷୟ ଅଟେ, ତାହା ସ୍ତ୍ରୀ ଅଟେ। ସ୍ତ୍ରୀଙ୍କ ଛଡ଼ା ଆଉ କୌଣସି ବିଷୟ ତାଙ୍କ ଜୀବନର ପ୍ରଥମ ସ୍ଥାନ ଗ୍ରହଣ କରିବ ନାହିଁ। କେବଳ ସ୍ତ୍ରୀ ହିଁ ଆଜିଠାରୁ ପ୍ରିୟ ଯୁବକଙ୍କର ପ୍ରେମର ବିଷୟ ଅଟେ। ଆଉ ଯୁବତୀଙ୍କ ନିମନ୍ତେ ବା ସ୍ତ୍ରୀ ମାନଙ୍କ ନିମନ୍ତେ ପରମେଶ୍ୱରଙ୍କର ଏହି ପରାମର୍ଶ ଯେ ସ୍ୱାମୀ ମାନେ ସେମାନଙ୍କର ମୁକୁଟ ଅଟନ୍ତି, ମସ୍ତକ ଅଟନ୍ତି। ଅର୍ଥାତ୍ ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କର ମାନ ସମ୍ମାନର ବିଷୟ ଅଟନ୍ତି। କାରଣ ଆଦି ପୁସ୍ତକ ତାର 24 ଅଧ୍ୟାୟ ଯେତେବେଳେ ଆମମାନେ ଅଧ୍ୟୟନ କରୁ, ଅବ୍ରାହମ ଯେତେବେଳେ ଆପଣାର ପୁତ୍ର ଇସାକଙ୍କ ନିମନ୍ତେ ଏକ
ଭାର୍ଯ୍ୟା ଆଣିବା ନିମନ୍ତେ ଆପଣର ଦାସଙ୍କୁ ପ୍ରେରଣ କଲେ। ଆଉ ସେତେବେଳେ ଦାସ ଯାଇ ଇସାକଙ୍କ ନିମନ୍ତେ ଏକ ଭାର୍ଯ୍ୟା ଆଣୁଅଛନ୍ତି। ସନ୍ଧ୍ୟା ସମୟରେ ଯେତେବେଳେ ଇସାକ ପ୍ରେଶ୍ୱରଙ୍କ ଲୋକମାନେ କ୍ଷେତରୁ ଫେରୁଅଛନ୍ତି, ସେତେବେଳେ ରେବିକା ଇସାକଙ୍କୁ ଦେଖିଲେ। ସେ ଅଟୋରୁ ଓହ୍ଲାଇ ପଡ଼ିଲେ, ଆପଣା ମସ୍ତକରେ ଓଢ଼ଣି ଦେଲେ ଏବଂ ସେ କ'ଣ କଲେ? ପ୍ରଣାମ କଲେ ବୋଲି ଲେଖା ଅଛି। ଏହାର ଅର୍ଥ ସ୍ତ୍ରୀ ମାନଙ୍କର କର୍ତ୍ତବ୍ୟ ଆପଣା ସ୍ୱାମୀ ପ୍ରତି ଆଦର ମାନ ସମ୍ମାନ ଦେଖାଇବା। ଏବଂ ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ, ଯେତେବେଳେ ଇସାକ ରିବିକାଙ୍କୁ ପ୍ରାପ୍ତ ହେଲେ, ସେ ଆପଣା ମାତାଙ୍କ ତମ୍ବୁକୁ ନେଇ ତାଙ୍କୁ ପ୍ରେମ କଲେ। ଅର୍ଥାତ୍ ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କୁ ପ୍ରେମ କରିବା ଆବଶ୍ୟକତା ରହିଅଛି। ଯେବେ ପରସ୍ପର ପ୍ରେମରେ ବିଶ୍ୱସ୍ତତାରେ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇ ଏକ ଖ୍ରୀଷ୍ଟୀୟ ପରିବାର ଗଠନ କରନ୍ତି, ସେହି ପରିବାରକୁ ପରମେଶ୍ୱର ଆଶୀର୍ବାଦ କରନ୍ତି। ଯାହା ଗୀତ ସଂହିତା ତାର 28 ପର୍ବରେ ଲେଖା ଅଛି ଯେ ଏକ ଆଦର୍ଶ ପରିବାର ପ୍ରତି ପରମେଶ୍ୱରଙ୍କର କୋଉ ଭଳି ଆଶୀର୍ବାଦ ରହିଅଛି। ତେବେ ପ୍ରଭୁଙ୍କ ବାକ୍ୟରୁ ଏହା ସେମାନଙ୍କ ନିମନ୍ତେ ପରାମର୍ଶ ଯେ ସ୍ୱାମୀ ସ୍ତ୍ରୀଙ୍କୁ ସମସ୍ତ ବିଷୟ ଠାରୁ ଶ୍ରେଷ୍ଠ ସ୍ଥାନ ଦେଇ ପ୍ରେମ କରିବ ଏବଂ ସ୍ତ୍ରୀ ଆପଣା ସ୍ୱାମୀକୁ ମୁକୁଟ ସ୍ୱରୂପ ମାନ ସମ୍ମାନ ପ୍ରଦାନ କରିବ ଏବଂ ପରସ୍ପର ଖ୍ରୀଷ୍ଟଙ୍କୁ ଭୟ କରି ଅର୍ଥାତ୍ ପ୍ରଭୁଙ୍କୁ ଭୟ କରି ସେହି ଭିତ୍ତିମୂଳରେ ଯେତେବେଳେ ପରସ୍ପର ବଶୀଭୂତ ହୋଇ ଏକ ଖ୍ରୀଷ୍ଟୀୟ ପରିବାର ଗଠନ କରନ୍ତି, ସେହି ପରିବାରକୁ ପ୍ରଭୁ ଆଶୀର୍ବାଦ କରନ୍ତି। ଏବଂ ଶେଷରେ ମୁଁ ଏହା କହିବାକୁ ଚାହେଁ ଯେ ଦୁହେଁ ପରସ୍ପର ପ୍ରତି ବିଶ୍ୱସ୍ତତାର ଜୀବନ ଯାପନ କରନ୍ତୁ। ମୃତ୍ୟୁ ଛଡ଼ା ଆଉ ଜଗତର କୌଣସି ବିଷୟ ସେମାନଙ୍କୁ ବିଚ୍ଛେଦ ନ କରୁ, କାରଣ ପ୍ରେମ ଶ୍ରେଷ୍ଠତର ବିଷୟ ଅଟେ, ବିଶ୍ୱସ୍ତତା ମଧ୍ୟ ଏକ ଶ୍ରେଷ୍ଠ ବିଷୟ ଅଟେ। ତେଣୁ ବିଶେଷ କରି ନବଦମ୍ପତିଙ୍କୁ ପ୍ରଭୁ ଅନୁଗ୍ରହ ପ୍ରଦାନ କରନ୍ତୁ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଏବଂ ପରସ୍ପର ପ୍ରତି ବିଶ୍ୱସ୍ତତାର ଜୀବନ ଯାପନ କରିବା ନିମନ୍ତେ। ପ୍ରଭୁ ଏହି ଅଳ୍ପ ବାକ୍ୟରେ ବିଶେଷ କରି ଏହି ନବଦମ୍ପତିଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।